ଜୟ ଜଗନ୍ନାଥ। ମୁଁ ରମେଶ ଚନ୍ଦ୍ର ନାୟକ ଜ୍ୟୋତିର୍ବିଦ୍ୟ। ଆପଣମାନଙ୍କୁ ମୁଁ ପ୍ରତ୍ୟେକ ମାସରେ ରାଶିଫଳ ଜଣାଉଅଛି। ଆପଣମାନଙ୍କୁ କିପରି ଲାଗିଲା, ଆପଣ ମୋର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସଙ୍ଗେ ସଙ୍ଗେ କମେଣ୍ଟ ବକ୍ସକୁ ଅବଗତ କରାଇବେ। ଆସନ୍ତୁ ବର୍ତ୍ତମାନ ଏ ମାସର ଅର୍ଥାତ୍ ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଏ ମାସଟା କର୍କଟ ରାଶି କିପରି କଟିବ, ତା ଅର୍ଥାତ୍ 16/12/2025 ଠାରୁ 14/1/2026 ପର୍ଯ୍ୟନ୍ତ କର୍କଟ ରାଶିଟି କିପରି କଟିବ ମୁଁ ତାହା ଆପଣମାନଙ୍କୁ ଜଣାଉଛି। ବର୍ତ୍ତମାନ କର୍କଟ ରାଶିର ଅଧିପତି ହେଲେ ଚନ୍ଦ୍ର ଆଉ ଘାତବାର ବୁଧବାର ଆପଣଙ୍କ ଘାତବାରରେ ସାବଧାନୀ ରହିବେ। ଅନୁରାଧା ନକ୍ଷତ୍ର ଷଷ୍ଠୀ ତିଥି। ତେଣୁ ବର୍ତ୍ତମାନ ଆପଣ ଦେଖନ୍ତୁ ଏ କର୍କଟ ରାଶିରେ ଆପଣଙ୍କର ଦ୍ୱିତୀୟ ଘର ଧନଭାବ ଫଳ ଗୃହ। ଧନଭାବ ଘରେ ବର୍ତ୍ତମାନ ସିଂହ ଘରରେ କେତୁ ମହାଗ୍ରହ ଅବସ୍ଥାନ କରୁଛନ୍ତି। କେତୁ ହେଲା କ'ଣ ମସ୍ତିଷ୍କ ବିହୀନ, କେବଳ ହେଲା ଶରୀର। କେତୁ ହେଲା ପାପକାରକ ଗ୍ରହ। ଆପଣ କ'ଣ କରିବେ, ଶତ୍ରୁ ବୁଦ୍ଧି ଲାଗିବେ। କେତୁ କିଏ ତୁ ହୁ ଆର୍ ୟୁ, ଟିକେ ସାବଧାନ। ଶତ୍ରୁ ବୁଦ୍ଧି ସହିତ ଅଶୁଭ ଫଳ ପ୍ରଦାନ କରିବେ କେତୁ ମହାପ୍ରଭୁ। ଏ କେତୁଙ୍କର ହୁନ୍ତି କ'ଣ, ମସ୍ତିଷ୍କ ବିହୀନ କେବଳ ଶରୀର ଅଛି। ଆସନ୍ତୁ ତାପରେ ବର୍ତ୍ତମାନ ଚତୁର୍ଥ ଘରକୁ ଆସନ୍ତୁ। ବର୍ତ୍ତମାନ ଚନ୍ଦ୍ର ଅବସ୍ଥାନ କରିଛନ୍ତି ବନ୍ଧୁଭାବ ଫଳ ଗୃହରେ। ତୁଳା ଘର, ଏଇଟା ଚନ୍ଦ୍ର ମହାପ୍ରଭୁ ଘର ତୁଳା ଘରେ ଅବସ୍ଥାନ କରୁଛନ୍ତି। ଏଇଟା ବନ୍ଧୁଭାବ ଘର। ଚତୁର୍ଥ ଯେଉଁ ବନ୍ଧୁଭାବ ଘରେ, ଚତୁର୍ଥ ଘରେ ଚନ୍ଦ୍ର ଥିବାରୁ କ'ଣ କରିବେ, ଚତୁର୍ଥ ଚନ୍ଦ୍ର ଆପଣ ଭାରି ପ୍ରିୟ ହେବେ। ମାସଟା କଳିକଜିଆ କରିବେ, ବହୁତ ପ୍ରିୟ ହେବେ। ମାନ ଅପମାନ ବି, ମାନ ହାନି ଆଘାତ କିନ୍ତୁ ଚକ୍ଷୁ ପଡ଼ା ହେବାର ବହୁତ ସମ୍ଭାବନା ଅଛି। ଚନ୍ଦ୍ର ମହାପ୍ରଭୁ ଆପଣଙ୍କୁ ଫଳ ଦେବେ। ଆପଣ ପଞ୍ଚମ ଘର ଆସନ୍ତୁ। ପଞ୍ଚମ ହେଲା ପୁତ୍ର ଭାବ ଫଳ ଘର। এই ପୁତ୍ର ଭାବ ଫଳ ଘରରେ ଯୋଡ଼ିଏ ଗ୍ରହ ଅବସ୍ଥାନ କରୁଛନ୍ତି, ଶୁକ୍ର ଆଉ ବୁଧ। ଶୁକ୍ର ଗୋଟିଏ ଘରେ ଆପଣଙ୍କର 25 ଦିନ ଅବସ୍ଥାନ କରନ୍ତି ଏବଂ ଏହା 14 ଦିନ ପରେ ଆପଣଙ୍କୁ ଶୁଭ ଫଳ ପ୍ରଦାନ କରନ୍ତି। ବୁଧ ଗୋଟିଏ ଘରେ ଆପଣଙ୍କର 18 ଦିନ ଅବସ୍ଥାନ କରନ୍ତି, 7 ଦିନ ପରେ ଏହା ଶୁଭ ଫଳ ପ୍ରଦାନ କରନ୍ତି। ଶୁକ୍ର ବର୍ତ୍ତମାନ ଆପଣଙ୍କର ପଞ୍ଚମ ଘରେ ଥିବାରୁ ପୁତ୍ର ଲାଭ, ଯେଉଁମାନେ ବିବାହ ଚଳାଇଛନ୍ତି, ପିଲାଛୁଆ ହେଇନି, ପୁତ୍ର ଭାବ ହେବାର ବହୁତ ସମ୍ଭାବନା ବୋଲି ପାଠ ଯାହା କହୁଛି ଏବଂ କାର୍ଯ୍ୟପନ୍ଥା ବୃଦ୍ଧି କରିବ। ଆପଣ ଯେଉଁ କାର୍ଯ୍ୟ କରୁଛନ୍ତି, ଯେଉଁ କାର୍ଯ୍ୟରେ ଆପଣ ନିୟୋଜିତ ହୋଇଛନ୍ତି, ସେ କାମ ଶୁକ୍ର ମହାପ୍ରଭୁ ନିଶ୍ଚିନ୍ତ ଭାବରେ ଶୁଭଫଳ ପ୍ରଦାନ କରିବେ। କାରଣ ଶୁକ୍ର ହେଲେ ଜାତିଶ୍ରେଷ୍ଠ ବ୍ରାହ୍ମଣ ଏବଂ ଜ୍ଞାନୀ ପଣ୍ଡିତ। ସେ କାହାର ଅନିଷ୍ଟ କରିବାକୁ ଚାହାନ୍ତିନି। ପୁତ୍ର ଭାବ ଫଳ ଘର ଅଛନ୍ତି। ବୁଧ ମଧ୍ୟ ଆପଣଙ୍କର ସେଇ ଘରେ ପୁତ୍ର ଭାବ ଫଳ ଘରେ ଅଛନ୍ତି। ବୁଧ ଅଛନ୍ତି ପଞ୍ଚମ ଘରେ। ବୁଧ କଣ ମତିଗତି ଅସ୍ଥିର କରିବ। ବୁଧ ବି ଜ୍ଞାନୀ ପଣ୍ଡିତ। ବୁଧ ଆପଣଙ୍କୁ ନିଶ୍ଚିନ୍ତ ଭାବରେ ମତିଗତି ଅସ୍ଥିର କରିବ, ପାଗଳ ଭଳିଆ କରାଇବ। ଆପଣ ଅଶାନ୍ତି ଲାଗିବ। 18 ଦିନ ରହିବେ, 7 ଦିନ ପରେ ଶୁଭ ଫଳ ପ୍ରଦାନ କରିବେ। ଯେହେତୁ ଶୁକ୍ର ବୁଧଙ୍କର ହେଲା ମିତ୍ର ଗ୍ରହ, ବୁଧ ମଧ୍ୟ ଶୁକ୍ରଙ୍କର ମିତ୍ର, ଶତ୍ରୁ ନାହାନ୍ତି ବର୍ତ୍ତମାନ, ଏଇ ଦୁଇ ଜଣ ଭଲ ମିତ୍ର। ତେଣୁ ନିଶ୍ଚିନ୍ତ ଭାବରେ ଶୁଭ ଫଳ ପ୍ରଦାନ। ଦୁଇଟି ଗ୍ରହ ଏକତ୍ରିତ ଥିବାରୁ ଶାସ୍ତ୍ରରେ କହୁଛି ଯୋଡ଼ାକୁ ଘୋଡ଼ା ସରି ନୁହେଁ। ଶୁକ୍ର ବୁଧ ଯୋଡ଼ିଏ ଗ୍ରହ ଏକତ୍ର ଥିବାରୁ ଧନଶାଳୀ ହେବେ, ବିଦ୍ୟାବନ୍ତ ଏବଂ କଳାପ୍ରିୟ, ଶାସ୍ତ୍ରଜ୍ଞ, ଜ୍ଞାନୀ ପଣ୍ଡିତ ଆପଣଙ୍କୁ ବହୁତ ଗୁଡ଼ିଏ ଶୁଭ ଫଳ ପ୍ରଦାନ କରିବେ। ବର୍ତ୍ତମାନ ଆସନ୍ତୁ ଷଷ୍ଠ ଘରକୁ। ଷଷ୍ଠ ହେଲା ଆପଣଙ୍କ ରିପୁ ଅର୍ଥାତ୍ ଶତ୍ରୁ। ଆପଣଙ୍କର ଯୋଡ଼ିଏ ଗ୍ରହ ରହିଛନ୍ତି, ରବି ଏବଂ ମଙ୍ଗଳ। ରବିଟା ମାସିକିଆ ଗ୍ରହ ରବି। ଆପଣଙ୍କ ବର୍ତ୍ତମାନ ଷଷ୍ଠ ଘରେ ଅଛନ୍ତି ରବି। ଷଷ୍ଠ ଘରେ ଆପଣଙ୍କ ରବି ଥିବାରୁ ଲାଭବାନ, ଶୁଭ ଫଳ ପ୍ରଦାନ କରିବେ। ଶତ୍ରୁ ହାନି, କାର୍ଯ୍ୟ ନିଶ୍ଚିନ୍ତ ବୃଦ୍ଧି କରିବେ ରବି ମହାପ୍ରଭୁ। ଶତ୍ରୁ ଆପଣଙ୍କ ଲାଗିଲେ ସୁଦ୍ଧା ଶତ୍ରୁ ନିଶ୍ଚିତ ଆପଣଙ୍କ ଦମନ ରହିବେ, ଟିକେ ଥୟ ହେବେ। ମଧ୍ୟ ମଙ୍ଗଳ ଅଛନ୍ତି ସେ ଘରେ। ମଙ୍ଗଳ ଗୋଟିଏ ଘରେ 1.5 ମାସ ଅବସ୍ଥାନ କରନ୍ତି। ଏହା 16 ଦିନ ପରେ ଶୁଭ ଫଳ ପ୍ରଦାନ କରିବେ। ମଙ୍ଗଳ ଷଷ୍ଠରେ ଥିବାରୁ ମାଙ୍ଗଳିକ କାର୍ଯ୍ୟ ନିଶ୍ଚିନ୍ତ କରିବେ। ମାଙ୍ଗଳିକ କାର୍ଯ୍ୟ କ'ଣ? ମଙ୍ଗଳ ସର୍ବଦା ଚାହେଁ ଭୂମି ଲାଭ କରିବାକୁ ଚାହେଁ, ଅର୍ଥ ରୋଜଗାର କରିବ। ମଙ୍ଗଳ ସବୁବେଳେ ମାଙ୍ଗଳିକ କାର୍ଯ୍ୟ, ଯେଉଁମାନେ ବିବାହ ବ୍ରତ ହାନି ଲାଭ ଇତ୍ୟାଦି ଶୁଭ କାମ କରିବ। ଜମିବାଡ଼ି ନିଶ୍ଚିନ୍ତ ପ୍ରୟୋଗ କରିବ। ଶାସ୍ତ୍ର କହୁଛି କ'ଣ? କୁଣ୍ଡରେ କଲେ ହେବନି। ଶାସ୍ତ୍ର କହୁଛି ତ୍ରିଷଷ୍ଠେ ଦଶେ ଏକାଦଶେ ଭୌମ ସର୍ବରିଷ୍ଟଙ୍କୁ ବିନାଶତି। ଭୌମ ବୋଲେ ମଙ୍ଗଳ। ଷଷ୍ଠ ଘରେ ଆପଣ ମଙ୍ଗଳ ଥିବାରୁ ଯେତେ ପ୍ରକାର ବାଧା ବିଘ୍ନ ଅରିଷ୍ଟ ଖଣ୍ଡନ ଆସିଲେ ସୁଦ୍ଧା ଏଇ ମଙ୍ଗଳ ମହାପ୍ରଭୁ ଆପଣଙ୍କ ସର୍ବରିଷ୍ଟଙ୍କୁ ବିନାଶତି, ସର୍ବରିଷ୍ଟ ଖଣ୍ଡନ କରିବେ। ଦ୍ୱିତୀୟରେ ହେଲା ରବିଙ୍କର ହେଲା
ମିତ୍ର ହେଲା ମଙ୍ଗଳ ଆଉ ମଙ୍ଗଳଙ୍କର ମିତ୍ର ହେଲା ରବି। ଇଏ ଯୋଡ଼ିଏ ଗ୍ରହ 31 ଥିବାରୁ ନିଶ୍ଚିନ୍ତ ପ୍ରକାର ଆପଣଙ୍କ ଶୁଭଫଳ ପ୍ରଦାନ କରିବେ, ଜ୍ଞାନୀ ପଣ୍ଡିତ ହେବେ ଏବଂ 2 ପଇସା ଭଲ ରୋଜଗାର କରିବେ। ତତ୍ ସଙ୍ଗେ ସଙ୍ଗେ ଆପଣ ଯେଉଁ ବନ୍ଧୁ ବାନ୍ଧବ ଜ୍ଞାତି କୁଟୁମ୍ବ ଇତ୍ୟାଦି ଯିବେ ଆପଣ ଶୁଭ ମାନେ ଆପଣ ରାଜ ସମ୍ମାନ ପାଇବେ। ଶାସ୍ତ୍ର ଯାହା କହୁଛି ବର୍ତ୍ତମାନ ଆପଣ ଆସନ୍ତୁ ଅଷ୍ଟମ ଘରକୁ। ଅଷ୍ଟମ ଘରେ ଆପଣଙ୍କ ରାହୁ ଅବସ୍ଥାନ କରୁଛନ୍ତି। ଅଷ୍ଟମ ହେଲା ନିଧନ ଗୃହ। ଇଏ ହେଲା ଶରୀର ବିହୀନ କେବଳ ହେଉଛି କ'ଣ ମସ୍ତିଷ୍କ ଅଛି ରାହୁଙ୍କର। ଇଏ ବିଭିନ୍ନ ପ୍ରକାର ଅନ୍ତରରୁ ବର୍ତ୍ତମାନ ରାହୁ ରୋଗ ସୃଷ୍ଟି କରିବ। ଅନ୍ତର ଭିତରୁ ଦେହ ମୁଣ୍ଡ ସେ ପୀଡ଼ା କରିବ, ଟେନସନ୍ କରିବ। ଘର ଭିତରେ ଆପଣ ରହିଲେ ଚିଚିଡ଼ା ହେବେ, ବାହାରକୁ ଗଲେ ଆପଣଙ୍କ ଶାନ୍ତି। ରାହୁଟା ସର୍ବଦା ହେଲା ହାଉ ହାଉ କରିବ। ରାହୁଟା ଯେହେତୁ ପାପକାରକ ଗ୍ରହ, ନିଧନ ଗୃହରେ ଅଛନ୍ତି ଆପଣଙ୍କର। ଆପଣ ନବମ ଘର ଆସନ୍ତୁ, ଭାଗ୍ୟାଧିପତି ଘର। ଭାଗ୍ୟାଧିପତି ଘରେ ଶନି ମହାପ୍ରଭୁ ଅବସ୍ଥାନ କରୁଛନ୍ତି। ଶନି କାହାର ଅନିଷ୍ଟ କରେ ନାହିଁ। ଶନି ବର୍ତ୍ତମାନ ଆପଣ ଶନି ସପ୍ତାହର ତୃତୀୟ ପାଦ। ଶନି ସପ୍ତାହ ବର୍ତ୍ତମାନ ଆପଣଙ୍କର ବାର୍ଦ୍ଧକ୍ୟ ଅବସ୍ଥାରେ ଅଛନ୍ତି। ଆପଣଙ୍କର ଆଉ 20 ମାସ ରହିଲା ଶନି ବିଦା ହେବା ପାଇଁ। ଶନି ମହାପ୍ରଭୁ ଗଲାବେଳେ ଆପଣଙ୍କର କ୍ଷତି କରିବ ନାହିଁ। ଶାସ୍ତ୍ର କହୁଛି ଆଦ୍ୟ ଶନି ପ୍ରାନ୍ତେ ଗୁରୁ। ଆଦ୍ୟ ବେଳେ ଶନି ପ୍ରଥମେ ପ୍ରବେଶ କରୁ କରୁ ଶୁଭଫଳ ପ୍ରଦାନ କରିବ ଓ ଯାହା କ୍ଷୟକ୍ଷତି କରିବା ତାହା କରିଯିବ। ପ୍ରାନ୍ତେ ଗୁରୁ, ପ୍ରାନ୍ତ ବେଳେ ଶେଷ ଟାଇମ୍ରେ ବୃହସ୍ପତି ମହାପ୍ରଭୁ ଆପଣଙ୍କୁ ଶୁଭଫଳ ପ୍ରଦାନ କରନ୍ତି। ଶାସ୍ତ୍ର ଯାହା କହୁଛି ତେଣୁ ଶନି ଆପଣଙ୍କ ବିଶେଷ କିଛି କ୍ଷତି କରିବ ନାହିଁ। ଭାଗ୍ୟାଧିପତି ଘରେ ଅଛନ୍ତି। ଆପଣ ଦ୍ୱାଦଶ ଘର ଆସନ୍ତୁ। ଦ୍ୱାଦଶ ଘରେ ଆପଣଙ୍କ ବୃହସ୍ପତି ମହାପ୍ରଭୁ ଅଛନ୍ତି। ବୃହସ୍ପତି ଘରେ ଜାତିଶ୍ରେଷ୍ଠ ବ୍ରାହ୍ମଣ, ଜ୍ଞାନୀ, ପଣ୍ଡିତ, ତାଙ୍କ ନିର୍ଦ୍ଦେଶରେ ଅନ୍ୟ ସମସ୍ତ ଗ୍ରହ ପରିଚାଳିତ ହୁଅନ୍ତି। ବ୍ୟାଧିପତି ଘରେ ବୃହସ୍ପତି ରହିଛନ୍ତି। ବ୍ୟାଧିପତି ଆପଣଙ୍କର ରହିଲେ କ'ଣ ନିଶ୍ଚିନ୍ତ ଟିକେ ଆପଣଙ୍କର ଖରାପ କରିବ। ଶାସ୍ତ୍ର ଯାହା କହୁଛି ବିଶେଷ ଖରାପ କରିବ ନା, କାହିଁକି ସେ ଦିନ ଆପଣ ଯେଉଁଦିନ ବୃହସ୍ପତି 5/12/2025 ଘରେ ବୃହସ୍ପତି ଚଳନ କଲେ ସେଦିନ ଚନ୍ଦ୍ରଶୁଦ୍ଧି ଥିଲା। ଚନ୍ଦ୍ରଶୁଦ୍ଧି ବୃଷ ଚନ୍ଦ୍ର ଥିଲା। ବୃଷ ଚନ୍ଦ୍ର ଥିବାରେ ଆପଣଙ୍କ ସୁନ୍ଦର ରାଜ ସମ୍ମାନ ଅଛି। ବୃଷ ହେଲେ କ'ଣ କେଉଁ ଚନ୍ଦ୍ର ହେଲା? ଆପଣଙ୍କ ବହୁତ ଶୁଭ ଫଳ ବୃଷ ଚନ୍ଦ୍ରରେ ଆପଣଙ୍କର ବର୍ତ୍ତମାନ କର୍କଟ ରାଶି ବୃହସ୍ପତି ହେଲା। ତେଣୁ ବହୁତ ଗୁଡ଼ିଏ ଶୁଭ ଫଳ ପ୍ରଦାନ କରିବ, ଅଶୁଭ କିଛି କରିବ ନାହିଁ। ଆପଣଙ୍କୁ ମୋଟାମୋଟି ଭାବରେ କହିବାକୁ ଗଲେ ଆପଣଙ୍କର ବ୍ୟବସାୟରେ ଆପଣ ଲାଭବାନ ନିଶ୍ଚିନ୍ତ ଭାବେ ହେବେ। ଆପଣ ଏକ ଶୁଭ ଖବର ନିଶ୍ଚିନ୍ତ ପାଇ ଖୁସି ହେବେ। ଭାତୃ ବିବାଦ ଦେଖାଯିବ। ଜମିବାଡ଼ି ସଂକ୍ରାନ୍ତିରେ ଆପଣ ଟିକେ ନିଶ୍ଚୟ ସୃଷ୍ଟି ହେବ। ଜମିବାଡ଼ି ବିବାଦ ସେଠି ହେବ। ପାରିବାରିକ ଟିକେ ଅଶାନ୍ତି ସୃଷ୍ଟି ହେବ। ସ୍ୱାସ୍ଥ୍ୟ ଭଲ ରହିବ ନାହିଁ। ଏ ମାସଟି ଆପଣଙ୍କ ଭ୍ରମଣ ଯୋଗ ରହିଛି କର୍କଟ ରାଶିରେ। ବିଦ୍ୟାର୍ଥୀମାନେ ବିଦ୍ୟାରେ ନିଶ୍ଚିତ ସଫଳତା ଲାଭ କରିବେ। ଆପଣଙ୍କୁ କିପରି ଲାଗିଲା ମୋର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସାଙ୍ଗେ କମେଣ୍ଟ ବକ୍ସକୁ ଅବଗତ କରାଇବେ। ଜୟ ଜଗନ୍ନାଥ।